ଅଗଷ୍ଟ ପହିଲାରୁ ଦେଶରେ ବଦଳିଲା ନିୟମ। ମାସ ଆରମ୍ଭରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ଏଲପିଜି ସିଲିଣ୍ଡର ଦର ବୃଦ୍ଧି ହୋଇଛି। କେନ୍ଦ୍ର ବଜେଟ୍ ପରେ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ତୈଳ କମ୍ପାନୀମାନେ ଦର ବୃଦ୍ଧି କରିଥିବାରୁ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବଢ଼ିଥିବା କୁହାଯାଉଛି। କେବଳ ବ୍ୟବସାୟିକ 19 କିଲୋଗ୍ରାମ ଏଲପିଜି ସିଲିଣ୍ଡର ଉପରେ ଦର ବୃଦ୍ଧି ହୋଇଛି। କିନ୍ତୁ ଘରୋଇ ରୋଷେଇ ଗ୍ୟାସ୍ ଉପରେ ଦର ବୃଦ୍ଧିର କୌଣସି ପ୍ରଭାବ ପଡ଼ିବ ନାହିଁ। ଅଗଷ୍ଟ ପହିଲାରୁ କମର୍ସିଆଲ 19 କେଜି ଏଲପିଜି ସିଲିଣ୍ଡର ପିଛା 8 ଟଙ୍କା 50 ପଇସା ବଢ଼ିଛି। ଆଇଓସିଏଲ୍ ୱେବସାଇଟ୍ ମୁତାବକ ସାରା ଦେଶରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ନୂଆ ଦର ଲାଗୁ ହୋଇଛି। ରାଜଧାନୀ ଦିଲ୍ଲୀରେ 19 କେଜି ସିଲିଣ୍ଡରର ଦାମ 1646 ଟଙ୍କାରୁ ବୃଦ୍ଧି ପାଇ 1652 ଟଙ୍କା 50 ପଇସା ରହିଛି। ଏଠାରେ ଦର 6 ଟଙ୍କା 50 ପଇସା ବଢ଼ିଛି। ସେହିପରି କୋଲକାତାରେ କମର୍ସିଆଲ ଏଲପିଜି ସିଲିଣ୍ଡରର ରେଟ୍ 8 ଟଙ୍କା 50 ଟଙ୍କା ବୃଦ୍ଧି ପାଇଛି ଏବଂ କଲିକତାରେ ଗ୍ୟାସ୍ ସିଲିଣ୍ଡର 1756 ଟଙ୍କାରୁ ବଢ଼ି 1764 ଟଙ୍କା 50 ପଇସା ହୋଇଛି। ତେବେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ଦର ବାରମ୍ବାର ବଢ଼ିବାରେ ଲାଗିଛି। ତୈଳ କମ୍ପାନୀମାନେ ଘରୋଇ ସିଲିଣ୍ଡର ଉପରେ କୌଣସି ଦର ବୃଦ୍ଧି କରିନାହାନ୍ତି। କେନ୍ଦ୍ର ସରକାର ମହିଳା ଦିବସରେ ଉପଭୋକ୍ତାଙ୍କୁ ତୋହଫା ଦେଇଥିଲେ। 14 କିଲୋଗ୍ରାମ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ଉପରେ 100 ଟଙ୍କା ମୂଲ୍ୟ ହ୍ରାସ କରିଥିଲେ। ଦିଲ୍ଲୀରେ ଏବେ ଘରୋଇ ରୋଷେଇ ଗ୍ୟାସ୍ର ମୂଲ୍ୟ ରହିଛି 803 ଟଙ୍କା। ସେହିପରି କଲିକତାରେ 829 ଟଙ୍କା ରହିଥିବା ବେଳେ ମୁମ୍ବାଇରେ 802 ଟଙ୍କା 50 ପଇସା ରହିଥିବା ଜଣାପଡ଼ିଛି।